ଜୟ ମା। ଜଗତ ଜନନୀ ମା ଯେତେବେଳେ ଆଜି ଲୋକଙ୍କ ସମାଲୋଚନାର ପାତ୍ର ହେଉଛନ୍ତି, ଆମେ ମଣିଷ କାହିଁକି? ଯିଏ ଆମ ଦୁଃଖ ସୁଖରେ ବିପଦ ଆପଦରେ ସାହା ହୁଏ, ଯାହାକୁ ଡାକିଦେଲେ ଅନେକ ବିପଦ ଆଉ ଝଡ଼ ଝଞ୍ଜାରୁ ଆମେ ମୁକ୍ତ ହୁଅନ୍ତି, ସେଇ ମାଙ୍କ କାହାଣୀ ଅଛି। ଯାହାକୁ ଆମେ ମା ବୋଲି ପୂଜା କରୁଛନ୍ତି, ଯାହାକୁ ଭକ୍ତିରେ ରଖୁଛନ୍ତି, ତାଙ୍କରି ପୂଜା ଅର୍ଚ୍ଚନାରେ ଟିକେ ତ୍ରୁଟି ହେଉଥିଲା ବୋଲି ଆମେ ଗୋଟେ ବଗିଚା ବନେଇଥିଲୁ। ଆଚ୍ଛା, ଗୋଟେ କଥା ବୁଝିପାରୁନି, ବଗିଚା ବନେଇବା କ'ଣ ଏତେ ଖରାପ? ଏଇ କିଛି ଦିନ ହେବ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନରେ ପାଳନ କରିଥିଲେ, ସାରା ଭାରତ ପାଳନ କରିଥିଲା ଏକ ପେଡ଼ ମା କି ନାମ ସେ। ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ମାଙ୍କ ନାଁରେ ଗଛ ଲଗାଗଲା। ସ୍କୁଲ କଲେଜ ରାସ୍ତା ବାଡ଼ ଯେଉଁଠି ପାରିଲେ ସେଇଠି ଲଗେଇଲେ, କିନ୍ତୁ କେୟାର ଟେକର କେହି ନାହାନ୍ତି। ଆଜ୍ଞା, ଗଛ ଲଗେଇବା ଭଲ, ମୋଦିଜୀ ଭଲ ପ୍ରୟାସ କଲେ, ମୁଁ ତାଙ୍କୁ ଦିଲ ସେ ସଲାମ କରୁଛି, କିନ୍ତୁ ତାଙ୍କ କଥା ଭଲ, କାର୍ଯ୍ୟକାରିତା ହେଲା ନାହିଁ। ଆଜ୍ଞା, କେବଳ ଫଟୋ ନେବା ପାଇଁ ସେ ଗୋଟିଏ ସୋସିଆଲ ମିଡ଼ିଆର ସାହାରା ନିଆଗଲା। ସବୁ ମାଷ୍ଟର ମାନେ ଏବଂ ଯେକୌଣସି ସେକ୍ଟର ଯିଏ କାମ କରୁଛନ୍ତି ଗଛ ଲଗେଇଲେ, ଫଟୋ ଉଠେଇକି ଛାଡ଼ିଦେଲେ। କିନ୍ତୁ ଆମେ ଆଜ୍ଞା ସରକାରୀ ନୁହଁ, ସରକାରଙ୍କୁ ଚଲାଉଥିବା ଏକ ସାଧାରଣ ନାଗରିକ ଆମେ ଆଜ୍ଞା। ଆମର ଏମାନଙ୍କ ଟ୍ୟାକ୍ସରେ ପରା ସରକାର। କିନ୍ତୁ ଆଜି ସରକାର ମୋତେ ଦେଉଛନ୍ତି ଗୋଟେ ନୋଟିସ୍। ମୋର ଭୁଲ କ'ଣ ଜାଣିଛନ୍ତି ଆଜ୍ଞା? ମାଙ୍କ ସେବା ପାଇଁ ଫୁଲର ଆବଶ୍ୟକ। ଏକ ବାରବାଟୀ ଘନ ଜଙ୍ଗଲ ମଧ୍ୟରେ ମା ଡିଷ୍ଟାନ୍ସ ଯେମିତି 200-300 ମିଟର ଦୂରରେ ଅବସ୍ଥାପିତ ହେବାରୁ ଭକ୍ତଙ୍କର ଯିବା ଆସିବା ଟିକେ ବିଳମ୍ବ ହୁଏ। ଫୁଲ ଗଛ ଆଜ୍ଞା କେହି ଲଗାଉନାହାନ୍ତି, ସମସ୍ତେ ଅନ୍ୟର ଫୁଲକୁ ଚୋରି କରି ନେଉଛନ୍ତି। ସମୟ ଅଭାବରୁ କାହା କିଛି କହିହେଉନି ଆଜ୍ଞା। ଆମେ ଯେଉଁ ଘରେ ରହୁଛୁ ସେଇଟା କ'ଣ ସରକାରଙ୍କ ଜାଗା ନୁହଁ ଆଜ୍ଞା? ଯଦି ସରକାର ଚାହିଁବେ ମୋତେ କ'ଣ ମୋ ଘରୁ ବେଦଖଲ କରିପାରିବେନି? କାହିଁ ମୋ ବାପା ଦେଇଥିବା ମୋତେ ଜାଗା, ତା ଉପରେ ଲେଖାଯାଇଛି ଆଜ୍ଞା ଓଡ଼ିଶା ସରକାର। ଆମ ଯେଉଁଟା ଅନାବାଦୀ ଜାଗା, ସିଏ ଯେମିତି ଓଡ଼ିଶାର, ଆମେ ରହୁଥିବା ଜାଗା ବି ଆଜ୍ଞା ଓଡ଼ିଶାର। ଆଉ ଓଡ଼ିଶାର ଜନନେତା ଓ ନାୟକ ସିଏ ବି ଆମ ଓଡ଼ିଶାର। ଆମର ଯେମିତି ଠାକୁର ମା, ସେମାନଙ୍କର କ'ଣ ମା ନୁହଁ ଆଜ୍ଞା? ଆଜ୍ଞା, ସେଇ ଫୁଲ ଗଛ ଭିତରେ ଏକ ଶିବ ବନାଯାଇଛି, ଏଇ ଜନସାଧାରଣଙ୍କ ପଇସାରେ। ମୋ ଉପରେ ପ୍ରଥମେ ନୋଟିସ୍ ଲଗେଇଥିଲେ ଆଜ୍ଞା, ମୁଁ ଜବରଦଖଲ କରିଛି ସେଇ ଅନାବାଦୀ ଜାଗାକୁ। ଆଜ୍ଞା, ଆପଣମାନେ ଟିକେ ପରୀକ୍ଷା କରି ଦେଖନ୍ତୁ, ମୁଁ ଜବରଦଖଲ କରିଛି କି ମାଙ୍କ ସେବାରେ ମୋ ନିଜକୁ ଆଉ ମୋ ଭାଇମାନେ ଯେମିତି ଆଜ୍ଞା ଲେଖା ହେଇଛି ଆମେ ବିଧିବଦ୍ଧ ଭାବେ କରିଛୁ, ଦଖଲ କରିଛୁ ଆଜ୍ଞା। ଆଜ୍ଞା, ମଶାଣୀ ପ୍ଲଟ୍ ଆମମାନଙ୍କର ମଶାଣୀ, ଆମେ ସେଠି ମଶାଣୀ ନ କରି ଯଦି ବାଟ ଚଲା ରାସ୍ତା, ସ୍କୁଲରୁ ଆଉ କଲେଜର ରାସ୍ତା, ସେଠି କ'ଣ ଶବଦାହ କରିହେବ? ଜଣେ ବାବାଜୀ ମାଙ୍କ ମନ୍ଦିର ସ୍ଥାପନା କରିଥିଲେ। ଆମେମାନେ ଭକ୍ତ ହିସାବର ଯିଏ ଯେତେବେଳେ ପାରୁଛୁ କର୍ମ କରୁଛୁ ଆଜ୍ଞା। ସେ କର୍ମର କ'ଣ ଅପରାଧ ଏତେ? RI ନୋଟିସ୍ ଲଗେଇଲା ପରେ ଆମେମାନେ ତହସିଲଦାରକୁ ଯାଇକି ଜନସାଧାରଣଙ୍କ ତରଫରୁ ଯାଇକି ଆମେ ତହସିଲଦାରଙ୍କୁ ଏକ ଚିଠି ଲେଖିକି ଆସିଥିଲୁ ଆଜ୍ଞା।
କ'ଣ ଲେଖିଥିଲୁ? ଆମେମାନେ କେହି ଜବରଦଖଲ କରିନାହୁଁ। ଭକ୍ତ ହିସାବର ମାଆଙ୍କର ଫୁଲ ଗଛ ଲଗେଇବା ପାଇଁ ଆମେ ଗୋଟେ ଆବଦ୍ଧ କରିଛୁ। ଆପଣମାନଙ୍କ ଇଚ୍ଛା, ଯଦି ମାଆଙ୍କ ସେବା କରିବାକୁ ଆମକୁ ସୁଯୋଗ ଦେବେ ନ ଦେବେ ନ ଦିଅନ୍ତୁ। ସରକାରଙ୍କ ଇଚ୍ଛା, ସରକାର ଯାହା ଚାହିଁବେ ତାହା କରିବେ। ସେ ସରକାର ହେଲେ ବି ତାଙ୍କର ବି ତ ଠାକୁର ଅଛି, ସେମାନେ ବି ତ ହିନ୍ଦୁ। ଏତିକି ଟିକେ ବିଚାର ଆପଣଙ୍କ ହାତରେ। ମୁଁ ଯଦି ଦୋଷୀ ହେଇଥିବି ତାହେଲେ ମୁଁ ଦଣ୍ଡ ପାଇବା ନିହାତି ଦରକାର। ମୁଁ ଯଦି ଦୋଷୀ ନୁହଁ, ମୋତେ ଦୋଷୀ ପକାଇବା ପାଇଁ ଯେଉଁମାନେ ବାଧ୍ୟ କରୁଛନ୍ତି, ଆପଣମାନେ ଟିକେ ମା ରକ୍ଷା କାଳୀ ବାରବାଟିକି ଟିକେ ଆସନ୍ତୁ, ଦେଖନ୍ତୁ ପ୍ରକୃତର ଜଣେ ଭକ୍ତ ହୋଇ କ'ଣ ଭଗବାନଙ୍କର କାର୍ଯ୍ୟରେ ନିଜକୁ ନିଯୁକ୍ତ କରିହେବନି? କିଏ ଖେଳ ଖେଳି ଖୁସି ପାଉଛି, ଆମେ ଗଛ ଲଗେଇ ଖୁସି ପାଉଛୁ। ଆମ ଖୁସି କ'ଣ ପ୍ରକୃତି ଠାରୁ ଏତେ ନିଆରା? ଏତିକି ମୋର ସରକାରଙ୍କ ନିକଟରେ ବିନମ୍ର ଅନୁରୋଧ। ଆଜ୍ଞା, କୌଣସି କଥାରେ ନ ପଡ଼ି ଥରେ ଆପଣଙ୍କ ବିଚାର ସୁଚିନ୍ତିତ ମନ୍ତରେ ବିଚାର କରି ଦେଖନ୍ତୁ ତ। ସେବା ଆମ ଓଡ଼ିଆ ଘର ପରମ୍ପରା। ଠାକୁର ସେବା, ଠାକୁରଙ୍କ ପାଇଁ ଫୁଲ ତୋଳିବା, ପରୋପକାର କରିବା, ଇଏ ହେଉଛି ଆମ ଓଡ଼ିଆ ପରମ୍ପରା। ଆମେ ଓଡ଼ିଆ ଭାରି ବଢ଼ିଆ। ଆପଣମାନେ ବି ସରକାରରେ ଅଛନ୍ତି, ଆପଣ ଟିକେ ଆମ ପାଇଁ ଏତିକି କଲେ ଆମେ ନିଶ୍ଚିତ ଉପକୃତ ହେବୁ। ଜୟ ଜଗନ୍ନାଥ, ଜୟ ଭାରତ, ବନ୍ଦେ ଉତ୍କଳ ଜନନୀ, ଜୟ ମା।